ଚୁରା ପିଲାମାନେ ଦୁଷ୍ଟ ହୁଅନ୍ତିନି, କଥା ମାନନ୍ତି। ନଗଲେ ବା କହିବେ ଶ୍ରେୟାଂଶୀ ଗଧ। ସୁନା ପିଲାମାନେ ଦୁଷ୍ଟ ହୁଅନ୍ତି। ତୁ କାହିଁ ଯିବୁନି ଲୋ ମା? କାହିଁକି ଯିବୁନି କହ? ଯେହେତୁ କମ ଯିବୁନି। କାହିଁକି ଯିବୁନି? ମୁଁ ପେପ୍ସି ଦେବି ନା ପେପ୍ସି? ଗୋଟେ ଲେଜ୍ ଦେ। ଆପୁଲୁ ଆଜି ନଗଲେ ମୁଁ ଆଜି ଘରୁ ବାଡେଇକିରି ତତେ ଘରୁ ବାହାର କରିଦେବି। ସ୍କୁଲ ନଗଲେ ମୁଁ ଆଜି ବାଡେଇକିରି ଘରୁ ବାହାର କରିଦେବି। କହ, ସ୍କୁଲ ଯିବୁ ନା ଘରୁ ବାହାରିବୁ? ଶୀଘ୍ର ବାହାରେ। ଖାଇବା ପିଇବା କିଛି ବନ୍ଦ କରିବୁ। ଟାଇ କର ନା। ହଁ ମୁଁ ନିଜେ ଯିବି, ତୁ ଛାଡ଼ିବି ସେ ପୂର୍ବକୁ କହିକି ଆସିବି। ହଁ ମୁଁ ସେଇଠି ବସିବି, ମୋ ଝିଅ ପାଠ ପଢିବ। ହଁ ଲୋ, ଏକାଥରେ ସେ ବ୍ୟାଙ୍କ କାମ ଛିଣ୍ଡେଇକିରି ଆସିବି ଆଉ ବସିବି ଆଉ। ଓକେ। ଜମା ମିଛ କହିବିନି, ମିଛ କହିବା ମହାପାପ। ଝିଅ ମୁଣ୍ଡ କୁଣ୍ଡେଇ ଦେ। ମା ଝିଅ ମୁଣ୍ଡ କୁଣ୍ଡେଇ ଦଉନୁ। ଏକ ନିଦ ମାଇଲେ କି କ'ଣ ଅଳସ ମାଗିଲେ ହାଇ ମାଇଲେ। କଣ କଣ ନିଦ ମାଡୁଛି? କାଟି ଶୋଇପଡ଼ିବ। ନନ୍ଦୁ ଭାଇ 10ଟାରେ ଯାଉଛି, 4ଟା ବେଳକୁ ଯାଉଛି, ଖାଲି ଟିଫିନଟା ଦେଇଛି। ଆପଣଙ୍କୁ ହଁ ମୁଁ ସେଠି ବସିବି। କୁଆଡ଼େ ଯିବି? ସତ ଭଲ ନା, ମିଛ ନୁହଁ, ସତ ସତ। ଏଇ ଲୁଗା ପିନ୍ଧେଇକି ଏଇ ଗୋଟା ତ ଏଇଟାକୁ ଭଲ ଦେଖାଯାଉନି। ନହେଲେ କହିବେ ଟିକେ ଶ୍ରେୟାଂଶୀ ମାମା ଡ୍ରେସ୍ ପିନ୍ଧେଇ ପଳେଇବି। ଡ୍ରେସ୍ ପିନ୍ଧେଇ ପଳେଇବି। ସ୍କୁଲ ଡ୍ରେସ୍ ପିନ୍ଧି ତା ପାଖରେ ବସିବ। ଏମିତିଆ ଡ୍ରେସ୍ ଗୋଟେ ପିନ୍ଧିବି, ଏମିତିଆ ପ୍ୟାଣ୍ଟ ଗୋଟେ ପିନ୍ଧିବି, ତା ପାଖରେ ବସି ପାଠ ପଢ଼ିବ। ହଁ 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 ବସିବି। ବାପା ମିଛ ନୁହଁ। ଜମା କାନ୍ଦନା ମିଛ କହୁନି, ସତ କହୁଛି। ମିଛ କହିବିନି ପରା, କହିଲି ସତ। ଇଏ ତମ ଝିଅକୁ ମିଛ କହୁଛ? ତମେ ତା ନିଜ ମାମାଟି, ନିଜ ଝିଅଟି ତମର, ସେମିତି ତା କହୁଛ? ତମର ଟିକେ ମାନେ ଜ୍ଞାନ ନାହିଁ। ନିଜ ଝିଅଟାକୁ ଏମିତି ମିଛ କହୁଛ? ହଁ ହଁ ମୁଁ ସେଇଠି ବସିବି। ମୋ ଛୁଆ ଆଜି ପାଠ ପଢ଼ିବ। ମାସିକ ଛୋଟ
ଇଏ ଏତେ ସମୟ ରହିନି ତ ସେଥିପାଇଁ କହୁଛି ଜାଣିଦେ କି ସମସ୍ତେ ଗୋଟେ ରହୁଛି ମୁଁ ତ 12:30 ଧରି ପଳେଇ ଯାଉଛି। ପରଦିନ ଆଇଥିଲା 11ଟା ବେଳେ, କାଲି ଆଇଲା 12:30 ସିଏ କ'ଣ କଲେ 8ଟାରୁ ଗୋଟେ ଯେଉଁ ଘଣାରେ ପଡ଼ିଯାଉଛି ତାକୁ ଭାରି ଅଡ଼ଲ ଅଛି ମୁଁ ପଳେଇବି। ମା' ତୁ ଟିକେ ଘଣାରେ ପଡ଼ିବା ଟିକେ ଟାଇମ୍ ଲାଗିବ ଲୋ, ତୁ ଟିକେ ବାଟକୁ ଆସିବ ମଣ ହେଉଛୁ ଏଇନା ମଣ ହେଉଛୁ ତ ଟିକେ ଯାଉଛୁ 4-5 ଦିନ ଲାଗିବ, ମାସେ ଖଣ୍ଡେ ଲାଗିବ, ତାପରେ ମୋ ଝିଅ ମଣକୁ ଘଣାରେ ପଡ଼ିଯିବ। 7ଟା ଯାଇ 10ଟା ପଳେଇଥିଲା ତ ଆଙ୍କ ପାଇଁ ଯେଉଁ KG1 ପାଇଁ 7ଟା 10ଟା ଗଲେ ଠିକ୍। ବଡ଼ ଦେହ ଛୋଟ ଦେହ ଅଳ୍ପ ପିଲା ନା, ଆଉ 2ଟା ସିଫ୍ଟ ତାଙ୍କର ଟିଚର ଦରକାର ନାହିଁ। ଏବେ ଯୋଉ ପାଠଟା ଧରା ହଉଛି ଛୋଟ ପିଲାଙ୍କୁ ହଁ ଆକୁ ବନ୍ଦ କଲେ ହଇରାଣ। ପାଠଟା ବନ୍ଦ କରିଦେଲେ। ଆଇଥିଲେ ସେ ଯୋଉ ଗୁରୁମା ପାଠ ପଢ଼ଉନାହାନ୍ତି ସେଇ ଗୁରୁମା ଆସିଥିଲେ, ସେ ଗୁରୁମା ଆସିଥିଲେ ଆଉ ଗୋଟେ ଆଉ ଜଣେ ଆଇଥିଲେ, 2 ଜଣ ଆଇଥିଲେ। ସ୍କୁଲ ଯାଇନଥିଲି। ରଣ୍ଟୁଟା ଯାଇଥିଲେ 2 ଜଣ ଭାଇ ଭଉଣୀ 2 ଜଣ ସାଙ୍ଗେ ଯାଇଥାନ୍ତେ, ଆଉ କିଛି ଲାଗିନଥିଲା। 2 ଜଣ ଖେଳିଥାନ୍ତେ ଖାଇବାକୁ ଗଲାନି। ଝିଅ ବା ଅନିଲ କାମ ଆମର ଅଛି ନା ଜଗିକି କାମ ଅଛି ତତେ। चलो ताको बुझेके नहीं चलो चलो जा जा खाई स्कूल पढ़ावा बस्ता गुरुमा ताको नहीं जाओ घर बस जा गुरुमा कोई भिड़ी नहीं जाए ना जा पाठ पढ़ मुखुणी हबु बे मुख हबु जा पाठ पढ़ जा कहीं टिके नबानी स्कूल पाठ पढ़ी जीव पाठ पढ़बुनि गाई जगि घुसु जगि हैं मु जगि पाठ तो तू पढ़बुनि मु गाई जगि मु जगि तू पछरे बसिबु बाड़ी धरिकी डाबे थाला हालामी थाला डाउनु पाठ पढ़िबु कांथुलु कहीं तब तक कहीं मुँह देख ये मुँह देखी आग परा मो मुँह देखिले जीव ना आखि पड़ेगा सी देखी देखी हेले मामा तू देखी मामा को देखिकी सेठू मनटा टे प्रफुल्लित हो गला कांदी पकेल ना मामा मामा को देखिकी प्रेम बाहरीगला हाँ एत प्रेम जा पाठ पढ़ी जा का हाला भी ठीक मो झील ना पा पी सार बाबा मो हाथ धोई दियो मु स्कूल पाठ पढ़ी मु घर को जीविनी अने कह घर को जीविनी देख लो कहला स्कूल को जी कहला मो झील कहला स्कूल को जी देख कहला स्कूल को जी कहला अने कहला पाठ पढ़ी देख लो कहला मैं घर को घर को जी कहला घर को जी हाँ कहला से घर को जी कहला देखा मो झील छाड़ी दे छाड़ी मुझे बाबा मुन स्कूल पटे छिलो पढ़ी देला लो
ସିଏ ନା କହୁଛି ମୁଁ ଏଇନା ଖାଇଦେଲି ଯାଉଛି ସ୍କୁଲରେ ପାଠ ପଢ଼ିବି। ହେଇ କହିଲା ଦେଖିଲା କହିଲା ସ୍କୁଲ ଯିବ କହିଲା। ତାହେଲେ ଭୁଲ ବାବାଙ୍କୁ ମାରନ୍ତି। ତମ ଗୁରୁମା ଦେଖୁନ୍ତି ସିସିଟିଭି ଲାଗିଛି ଗୁରୁମା ଦେଖୁନ୍ତି ବାବାକୁ ବାଡ଼ଉଛି। କାଲି ବାଡ଼େଇ ଖାଇବ ତାହେଲେ ଗୁରୁମା ବାଡ଼େଇବେ। ଦେଖିଲା କହିଲା ମୁଁ ସ୍କୁଲକୁ ଯିବି କହିଲା ଯା ଯା। ମୁଁ ଯେ କହିଲା ମୁଁ ପାଠ ପଢ଼ିବି। ହଉ ଝିଅ ବ୍ୟାଗ୍ ନେଇଯା ସ୍କୁଲକୁ ପଳା। ଯା ହାତ ଧୋଇଦେ ସ୍କୁଲକୁ ନେଇ ବହି ନେଇ ସ୍କୁଲକୁ ପଳା। କହିଲେ ସ୍କୁଲ ଯିବ ବୋଲି। ଟିକେ ମୋ ଝିଅ କହିଲା ନା ସେ ଯିବ ସ୍କୁଲରେ ବସିବ ତାର ନେଇଯା ସ୍କୁଲ ଛାଡ଼ିଦିଅ। ଟିକେ ଆସ ଆମେ ଯିବା ଝିଅ ସ୍କୁଲ ଛୁଟି ହେଲେ ମୁଁ ଆସି ଠିଆ ହେଇଯିବି ଗେଟ୍ ମୁହଁରେ ଯିବୁ ହେଲା। ଯା ଝିଅ ମାମା ଦେଖିଲା କହିଲା ମୁଁ ସ୍କୁଲ ଯିବି କହିଲା। ଝିଅ ସ୍କୁଲ ଯିବଟି ମୋ ଝିଅ କହିଲା ସ୍କୁଲ ଯିବି। ହଉ ଯା ଟିକେ ଯା ବସି ତୁ ସ୍କୁଲରେ ବସିନି ଆସି ଯିବା ବା ଡେରି ହେଲା। ଦେଖିଲ କହିଲା ସ୍କୁଲକୁ ଯିବି କହିଲା। ଯାଅ 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 ଛାଡ଼ି ଦିଅ ଟିକେ ଆସ ଆମେ ଯିବା ବା ଡେରି ହେଲା। ଯା ମାମା ଯା ସ୍କୁଲରେ ବସିବୁ ଯା ଯା ମୁଁ ଆଇଲେ ଛୁଟି ହେଲେ ନେଇକି ଯିବି। ଝିଅଟି ଆଡ଼େ ଅନେଇଲ।